ଆପଣ ଶୁଣିଥିବେ ନ୍ୟୁଜ୍ରେ ଭାଇରାଲ ହେଉଛି ଦୀପୁ ଚନ୍ଦ୍ର ଦାସ ଯିଏ ବାଂଲାଦେଶରୁ ସେ ତାଙ୍କର ହତ୍ୟା କରାଯାଇଛି ଆଉ ତାଙ୍କୁ ଜିଅନ୍ତା ଜଳାଯାଇଛି ଗଛରେ ଟାଙ୍ଗିକିରି। ଦୀପୁ ଚନ୍ଦ୍ର ଦାସ ଜଣେ ହିନ୍ଦୁ ଥିଲେ, ସେ ତାଙ୍କ ପରିବାର ସହିତ ବାଂଲାଦେଶରେ ରହୁଥିଲେ ଆଉ ଗୋଟେ ଫ୍ୟାକ୍ଟ୍ରି କାମ କରୁଥିଲେ। ଫ୍ୟାକ୍ଟ୍ରି କାମ କରିବା ସମୟରେ ତାଙ୍କର ଫ୍ୟାକ୍ଟ୍ରି ଭିତରେ ତାଙ୍କର ମୁସଲିମ ଦୁଇ ଭାଇ ସହିତ ଝଗଡ଼ା ହେଇଥିଲା ଆଉ ଦୀପୁ ଚନ୍ଦ୍ର ଦାସ ଯିଏ ହିନ୍ଦୁ ଥିଲେ ସେଇ ତାଙ୍କ ମୁହଁରୁ ବାହାରି ଯାଇଥିଲା ତାଙ୍କ ସରକାର ବିଷୟରେ ଆଉ ତାଙ୍କ ମୁସଲିମ ଜାତିକୁ ନେଇ କିଛି ଖରାପ ୱାର୍ଡ଼ ବାହାରି ଯାଇଥିଲା, ଖରାପ ଭାଷା ବାହାରି ଯାଇଥିଲା। ସେତିକି କଥା ଶୁଣିକି ମୁସଲିମ ଦୁଇ ଭାଇ ଆସିକି ବାହାରେ ହାଇଲାଇଟ୍ କରିଥିଲେ ଆଉ ଦୀପୁ ଚନ୍ଦ୍ର ଦାସକୁ ଫ୍ୟାକ୍ଟ୍ରିରୁ ଟାଣି ଆଣିକିରି ତାଙ୍କୁ ଜିଅନ୍ତା ମାରି ଦେଇଥିଲେ ପିଟି ପିଟି ଆଉ ତାପରେ ତାଙ୍କୁ ଗଛ ଟାଙ୍କି ଜାଳି ଦେଇଥିଲେ। ସେଥିପାଇଁ ଲୋକମାନେ କହନ୍ତି ମଣିଷ ଜାତି ପଶୁଠାରୁ ବି ହୀନ ହେଇଗଲାଣି, କାହିଁକିନା ପଶୁ କେବେ ନିଜ ପ୍ରଜାତି ଲୋକକୁ ମାରିକି ଖାଏନି, ବା ବାଘଟି ଦେଖିବେ ବାଘକୁ କେବେ ମାରିକି ଖାଇବନି, ବା ସିଂହଟି ମାରିକି ଖାଇବନି, ବା ଗୋଟେ ମୂଷାଟି ଦେଖିବେ ନିଜ ମୂଷାକୁ କେବେ ମାରିକି ଖାଏନି। ସେଇ ଯେତେ ଭଗବାନ ଆମକୁ ଛାଡ଼ିଛନ୍ତି ଗୋଟେ ମଣିଷ ରୂପରେ ସମସ୍ତେ ଏକ କରି ଛାଡ଼ିଛନ୍ତି, ଆମେ ଜନ୍ମ ହେଲା ପରେ ହିଁ ଆମକୁ ନାଁ ଦିଆକି ତୁ ମୁସଲିମ ବା ତୁ ହିନ୍ଦୁ ବା ତୁ ଖ୍ରୀଷ୍ଟିଆନ, ଆମକୁ ଜନ୍ମ ହେଲା ପରେ ହିଁ ଆମ ନାଁ ଦିଆ ହୁଏ। ଯଦି ଆମେ ଏକ ହେଇଯିବ ସମସ୍ତେ ସାଥେ ଖେଳ ବି ବନ୍ଦ ହେଇଯିବ ଆଉ ଏମାନେ ଯେଉଁ ରାଜନୀତି ଖେଳୁଛନ୍ତି ଗୋଟେ ଗୋଟେ ଜାତିକୁ ନେଇକିରି ସେମାନଙ୍କର ରାଜନୀତି ବନ୍ଦ ହେଇଯିବ। ଥ୍ୟାଙ୍କ ୟୁ।